ଆଜିର ଏହି ବିଶେଷ ଆଲୋଚନାକୁ ସ୍ୱାଗତ। ଆମ ଶରୀରରେ ଥିବା ଏକ ଅତି ଗୁରୁତ୍ୱପୂର୍ଣ୍ଣ ତଥା ରହସ୍ୟମୟ ଶକ୍ତିକେନ୍ଦ୍ର ବିଷୟରେ ଆଜି ଆମେ କିଛି ନୂଆ କଥା ଜାଣିବା। ତାହା ହେଉଛି ସ୍ୱାଧିଷ୍ଠାନ ଚକ୍ର। ଆସନ୍ତୁ ଟିକେ କଳ୍ପନା କରିବା, ଏକ ବିଶାଳ ମହାଜାଗତିକ ପୃଷ୍ଠଭୂମିରେ ଗୋଟିଏ ଉଜ୍ଜ୍ୱଳ କମଳା ଏବଂ ନାଲି ରଙ୍ଗର ପଦ୍ମଫୁଲ ଝଟକୁଛି। ସ୍ୱାଧିଷ୍ଠାନ ଚକ୍ର ଠିକ୍ ସେମିତି ହିଁ ଶକ୍ତିଶାଳୀ ଏବଂ ଆକର୍ଷଣୀୟ। ଏହା କେବଳ ପୁରୁଣା ଶାସ୍ତ୍ରରେ ଲେଖାଥିବା କୌଣସି ସାଧାରଣ କଥା ନୁହେଁ, ବରଂ ଏହା ଆମ ଭିତରେ ଥିବା ଏକ ଜୀବନ୍ତ ଊର୍ଜା କେନ୍ଦ୍ର। ଆଗକୁ ବଢ଼ିବା ପୂର୍ବରୁ ଆଜିର ରୂପରେଖା ଉପରେ ଟିକେ ନଜର ପକାଇଦେବା। ପ୍ରଥମେ ସ୍ୱାଧିଷ୍ଠାନ ଚକ୍ରର ମୂଳ କଥା, ତାପରେ ଏହାର ପ୍ରତୀକ ଓ ଜଳତତ୍ତ୍ୱ, ତୃତୀୟରେ ଏହା ପଛରେ ଥିବା ମନସ୍ତତ୍ତ୍ୱ ଏବଂ ଆଧ୍ୟାତ୍ମିକ ଶକ୍ତି, ଆଉ ଶେଷରେ ସବୁଠୁ ଦରକାରୀ ବିଷୟ, ପ୍ରତିଦିନ ଅଭ୍ୟାସ କରିବା ପାଇଁ ଏକ ସରଳ ଧ୍ୟାନ ପ୍ରଣାଳୀ। ତେବେ ପ୍ରଥମ ଭାଗରୁ ଆରମ୍ଭ କରିବା, ସ୍ୱାଧିଷ୍ଠାନ ଚକ୍ରର ମୂଳ କଥା ଆଉ ଏହାର ଅବସ୍ଥିତି। ଏବେ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏହି ସ୍ୱାଧିଷ୍ଠାନ ଶବ୍ଦର ପ୍ରକୃତ ଅର୍ଥ କ'ଣ? ଏହା ଦୁଇଟି ସଂସ୍କୃତ ଶବ୍ଦକୁ ନେଇ ଗଠିତ। ସ୍ୱ ମାନେ ହେଉଛି ନିଜେ ବା ନିଜର, ଆଉ ଅଧିଷ୍ଠାନର ଅର୍ଥ ହେଉଛି ଆଧାର ବା ଆସନ। ମାନେ ଏଥିରୁ ସ୍ପଷ୍ଟ ଯେ ଏହି ଶକ୍ତିକେନ୍ଦ୍ର ହେଉଛି ଆମ ନିଜ ସତ୍ତା ପାଇଁ ଏକ ପ୍ରକାରର ମୂଳଦୁଆ। ଏହିଟାର ହିଁ ନିଜକୁ ପ୍ରକୃତରେ ଚିହ୍ନିବାର ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହାର ଅର୍ଥ ତ ଆମେ ବୁଝିଗଲେ, କିନ୍ତୁ ଆମ ଶରୀରରେ ଏହା ଠିକ୍ କେଉଁଠି ଅଛି? ଧ୍ୟାନ ଆରମ୍ଭ କରୁଥିବା କୌଣସି ବି ବ୍ୟକ୍ତି ପାଇଁ ଏହାର ସ୍ଥାନ ଚିହ୍ନିବା ନିତାନ୍ତ ଜରୁରୀ। ଏହା ଆମ ମେରୁଦଣ୍ଡର ସବୁଠାରୁ ତଳଭାଗ ବା ଟେଲବୋନ୍ ଏବଂ ଜନନେନ୍ଦ୍ରିୟର ଠିକ୍ ମୂଳରେ ଅବସ୍ଥିତ। ଏହି ନିର୍ଦ୍ଦିଷ୍ଟ ଜାଗାରେ ଥିବା କାରଣରୁ ହିଁ ଏହା ଆମ ମୂତ୍ରାଶୟ ଏବଂ ପ୍ରଜନନ ଅଙ୍ଗକୁ ସିଧାସଳଖ ପ୍ରଭାବିତ କରିଥାଏ। ଏହି ସ୍ଥାନଟିକୁ ଠିକ୍ ଭାବରେ ଅନୁଭବ କରିବା ହିଁ ହେଉଛି ଆମର ଆଭ୍ୟନ୍ତରୀଣ ସଚେତନତାର ପ୍ରଥମ ପଦକ୍ଷେପ। ବର୍ତ୍ତମାନ ଆମେ ଦ୍ୱିତୀୟ ଭାଗକୁ ଯିବା, ଯେଉଁଠି ଆମେ ଏହାର ଆକର୍ଷଣୀୟ ପ୍ରତୀକ ଏବଂ ବିଶେଷକରି ଜଳତତ୍ତ୍ୱ ବିଷୟରେ ଜାଣିବା। ଏହି ଚକ୍ରର ରୂପ ଏବଂ ପ୍ରତୀକଗୁଡ଼ିକ ପ୍ରକୃତରେ ବହୁତ ରହସ୍ୟମୟ। ଏହାକୁ ଗୋଟିଏ ଉଜ୍ଜ୍ୱଳ କମଳା ଆଉ ନାଲି ରଙ୍ଗର ପଦ୍ମାକାରରେ ବର୍ଣ୍ଣନା କରାଯାଇଛି, ଯାହାର 6ଟି ସ୍ପଷ୍ଟ ପାଖୁଡ଼ା ରହିଛି। ସବୁଠୁ ରୋଚକ କଥା ହେଉଛି, ପ୍ରତ୍ୟେକ ପାଖୁଡ଼ରେ ବମ୍, ଭମ୍, ମମ୍, ୟମ୍, ରମ୍ ଏବଂ ଲମ୍ ଭଳି ସଂସ୍କୃତ ଅକ୍ଷର ବିଜୁଳି ଭଳି ଚମକୁଥାଏ। ଏହି କେନ୍ଦ୍ରରେ ନୀଳବର୍ଣ୍ଣର ଚତୁର୍ଭୁଜ ଭଗବାନ ବିଷ୍ଣୁ ଏବଂ ଜଳଦେବତା ବରୁଣ ବିରାଜମାନ କରନ୍ତି। ତାଙ୍କ ସହିତ ଅଛନ୍ତି ଅଧିଷ୍ଠାତ୍ରୀ ଦେବୀ ମା ରାକିନୀ, ଯିଏ ନିଜର ଚାରି ହାତରେ ଶୂଳ, ପଦ୍ମ, ଡମ୍ବରୁ ଓ ଟାଙ୍ଗିଆ ଧାରଣ କରିଛନ୍ତି। ଏ ସବୁକିଛି ମିଶି ଏକ ଅଦ୍ଭୁତ ଦିବ୍ୟ ଶକ୍ତିର ପରିବେଶ ସୃଷ୍ଟି କରନ୍ତି। ଏଠାରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥାଟି ଉପରେ ଟିକେ ଧ୍ୟାନ ଦେବା। ଏହି ଚକ୍ରର ସମ୍ପର୍କ ସିଧାସଳଖ ଭାବରେ ଜଳତତ୍ତ୍ୱ ସହ ରହିଛି। ପାଣି ଯେମିତି କେବେ ଗୋଟେ ଜାଗାରେ ଅଟକି ରହେ ନାହିଁ, ସବୁବେଳେ ବୋହିଯାଏ, ସେମିତି ଏହି ଚକ୍ର ଆମ ଶରୀରରେ ତରଳତା, ଗତିଶୀଳତା ଏବଂ ଭାବନାର ପ୍ରବାହକୁ ନିୟନ୍ତ୍ରଣ କରେ। ଆଉ ଗୋଟେ ଆଶ୍ଚର୍ଯ୍ୟର କଥା ହେଲା, ଏହା ଆମ ଜିଭ ଏବଂ ସ୍ୱାଦ ବାରିବାର କ୍ଷମତା ସହ ବି ବହୁତ ନିବିଡ଼ ଭାବରେ ଯୋଡ଼ି ହୋଇଛି। ତେଣୁ ଯେତେବେଳେ ବି ଆମେ ଧ୍ୟାନ କରିବା, ନିଜ ଭିତରେ ସେହି ପାଣିର ଲହରୀ ବା ତରଳ ଶକ୍ତିକୁ ଅନୁଭବ କରିବାକୁ ଚେଷ୍ଟା କରିବା ଦରକାର। ଏବେ ଆସନ୍ତୁ ତୃତୀୟ ଭାଗକୁ ବଢ଼ିବା, ମନସ୍ତତ୍ତ୍ୱ ଏବଂ ଆଧ୍ୟାତ୍ମିକ ଶକ୍ତି। ଦେଖିବା ଏହା ଆମ ମାନସିକ ସ୍ତରକୁ କିପରି ପ୍ରଭାବିତ କରୁଛି। ଆମ ଅବଚେତନ ମନକୁ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରି ଆମେ ବୁଝିପାରିବା। ପ୍ରଥମଟି ହେଉଛି ଅଜାଗ୍ରତ ଅବସ୍ଥା। ଏହି ଅବସ୍ଥାରେ କ'ଣ ହୁଏ ନା, ଚକ୍ରରେ ଆମର ସବୁ ଲୁଚି ରହିଥିବା ବାସନା ଏବଂ ଖାଲି ଶାରୀରିକ ସୁଖ ପାଇବାର ଇଚ୍ଛା ଭରି ରହିଥାଏ। ଆଉ ଏହା ହିଁ ଆମ କୁଣ୍ଡଳିନୀ ଶକ୍ତିକୁ ଉପରକୁ ଉଠିବାକୁ ଦିଏ ନାହିଁ। ଏହା ଏକ ବଡ଼ ପ୍ରତିବନ୍ଧକ ପରି କାମ କରେ। କିନ୍ତୁ ଅନ୍ୟପଟେ ଜାଗ୍ରତ ଅବସ୍ଥାରେ ଏକ ଚମତ୍କାର ଘଟେ। ଯେତେବେଳେ କେହି ଏହି ଶକ୍ତିକୁ ନିୟନ୍ତ୍ରଣ କରିନିଏ, ସେହି ଶାରୀରିକ ଏବଂ ଯୌନ ଊର୍ଜା ରୂପାନ୍ତରିତ ହୋଇ ଏକ ଉଚ୍ଚ ଆଧ୍ୟାତ୍ମିକ ଶକ୍ତିରେ ବଦଳିଯାଏ ଏବଂ ସିଧା ମସ୍ତିଷ୍କ ଆଡ଼କୁ ଗତି କରେ। ଏହି ଶକ୍ତିର ଶୁଦ୍ଧିକରଣ କେତେ ଜରୁରୀ, ତାହା ଏହି ଦୁଇଟି ଅବସ୍ଥାକୁ ଦେଖିଲେ ସ୍ପଷ୍ଟ ଜଣାପଡ଼େ। ଶେଷରେ ଆମେ ଆସିଗଲେ ଚତୁର୍ଥ ଭାଗକୁ, ଦୈନିକ ଧ୍ୟାନ ପ୍ରଣାଳୀ। ଏତେ ସବୁ ତତ୍ତ୍ୱ ଜାଣିବା ପରେ ତାକୁ ନିଜ ଜୀବନରେ ପ୍ରୟୋଗ କରିବା ଶିଖିବା। ଧ୍ୟାନ ଆରମ୍ଭ କରୁଥିବା ନୂଆ ସାଧକମାନଙ୍କ ପାଇଁ ଏହି 3ଟି ସରଳ ପଦକ୍ଷେପ ବହୁତ କାମରେ ଆସିବ। ପ୍ରଥମ କାମଟି ହେଲା ଏହି ଚକ୍ରର ବୀଜ ମନ୍ତ୍ର ଭଙ୍ଗ୍ ବା VAM ର ଧ୍ୱନି ଉଚ୍ଚାରଣ କରିବା। ଏହି ଶବ୍ଦର କମ୍ପନ ସିଧା ସେହି କେନ୍ଦ୍ରକୁ ଜାଗୃତ କରିଥାଏ। ଦ୍ୱିତୀୟରେ କିଛି ହଠଯୋଗ ମୁଦ୍ରା, ଯେପରିକି ଅଶ୍ୱିନୀ ମୁଦ୍ରା ଅଭ୍ୟାସ କରାଯାଇପାରିବ, ଯାହା ଶାରୀରିକ ଊର୍ଜାକୁ ଉପରକୁ ଟାଣିବାରେ ବହୁତ ସାହାଯ୍ୟ କରେ। ଆଉ ତୃତୀୟ ପଦକ୍ଷେପ ହେଉଛି ନିଜମାନଙ୍କୁ ଶାନ୍ତ କରିବା। ଆଖି ବନ୍ଦ କରି ମେରୁଦଣ୍ଡର ତଳଭାଗରେ ସେହି ଉଜ୍ଜ୍ୱଳ କମଳା ରଙ୍ଗର ପଦ୍ମ ଆଉ ଗୋଟିଏ ଅର୍ଦ୍ଧଚନ୍ଦ୍ର ଆକୃତିର ଜଳତତ୍ତ୍ୱକୁ ମନରେ ଚିତ୍ରଣ କରିବା ଉଚିତ। ଏହି ସରଳ ପ୍ରକ୍ରିୟାକୁ ପ୍ରତିଦିନ କଲେ ଆଶ୍ଚର୍ଯ୍ୟଜନକ ଫଳ ମିଳିଥାଏ।
ଏହି ସମ୍ପୂର୍ଣ୍ଣ ଆଲୋଚନାର ଶେଷରେ ଗୋଟିଏ ବହୁତ ବଡ଼ ପ୍ରଶ୍ନ ଉଠୁଛି। ଯଦି ଆମର ଗଭୀର ଅବଚେତନା ବାସନାଗୁଡ଼ିକ କେବଳ ଏକ ଅପରିଷ୍କୃତ ବା ଅଶୁଦ୍ଧ ଊର୍ଜା, ତେବେ ଧ୍ୟାନ ମାଧ୍ୟମରେ ଏହାକୁ ଶୁଦ୍ଧ କରିଦେଲେ ଆମର ଆଧ୍ୟାତ୍ମିକ ଯାତ୍ରା କେତେ ସୁନ୍ଦର ଓ ମହାନ ହୋଇଯିବ ନାହିଁ କି? ସତ କହିବାକୁ ଗଲେ ଆମ ଶରୀରରେ ଥିବା ଏହି ଜଳୀୟ ଏବଂ ତରଳ ଶକ୍ତିକୁ ଠିକ୍ ଭାବରେ ଆୟତ୍ତ କରିବା ହିଁ ଆଧ୍ୟାତ୍ମିକ ଜାଗରଣର ପ୍ରକୃତ ଚାବିକାଠି। ଏହି ଦିବ୍ୟ ଊର୍ଜାର ଅନ୍ୱେଷଣ ହିଁ ଆମକୁ ପ୍ରକୃତ ଶାନ୍ତି ଆଉ ଜ୍ଞାନର ବାଟ ଦେଖାଇବ। ଆଜି ପାଇଁ ଏତିକି। ଆଶା କରୁଛୁ ଏହି ଆଲୋଚନା ଆପଣଙ୍କୁ ନୂଆ ଦିଗଦର୍ଶନ ଦେବ।